ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ IFS ବଟିକା ବଣ୍ଟନ ତଥ୍ୟ ରଖିବେ ବିଇଓ। ମିଳିଥିବା ଖବର ଅନୁଯାୟୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଦିଆଯିବ IFA ବଟିକା। ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ଆଇରନ୍ ଏବଂ ଫିଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ। ଏହା ବିଦ୍ୟାଳୟ ଖୋଲିବା ପୂର୍ବରୁ ବଣ୍ଟନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ରାଜ୍ୟକୁ ଆମୋନିଆ ଅର୍ଥାତ୍ ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଏହି ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ଏନେଇ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ସରକାରୀ ଓ ଅନୁପ୍ରାପ୍ତ ଦାନ ସ୍କୁଲମାନଙ୍କରେ ଏହା ବଣ୍ଟନ କରାଯିବ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ତାତିରୁ ଆଶ୍ୱସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ। ମିଳିଥିବା ଖବର ଅନୁଯାୟୀ ସକାଳ 8ଟାରେ ଡେଇଁଲେ ଘରୁ ବାହାରିବା ପାଇଁ ମୁସ୍କିଲ ହେଉଛି। ତେବେ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଏହି ତାତିରୁ ମିଳିବ ନାହିଁ ନିସ୍ତାର। ତେବେ ଆସନ୍ତା 2 ତାରିଖ ବେଳକୁ କିଛି କିଛି ଜିଲ୍ଲାରେ କାଳବୈଶାଖୀ ସ୍ୱଳ୍ପ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା ପୂର୍ବରୁ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ କିଛି କିଛି ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ମଧ୍ୟ ରହିଛି। ଏହା ପ୍ରଭାବରେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ। ବିଷୟରେ ମସଲାରେ ପେଷ୍ଟିସାଇଡ୍‌କୁ ନେଇ ମୁହଁ ଖୋଲିଲା MDH, କହିଲା ଅଭିଯୋଗ ନିରାଧାର। ଏହିପରି କୌଣସି ପ୍ରମାଣ ନାହିଁ। ମିଳିଥିବା ଖବର ଅନୁଯାୟୀ ଭାରତୀୟ ମସଲା କମ୍ପାନୀ MH ମସଲା ଅପମିତ କଥା ସାମ୍ନାକୁ ଆସିବା ପରେ କମ୍ପାନୀ ପକ୍ଷରୁ ବୟାନ ଜାରି କରାଯାଇଛି। MDH ପକ୍ଷରୁ ଏହା କଥାକୁ ଅସ୍ୱୀକାର କରାଯାଇଥିବା ବେଳେ ଏହା ମାମଲାରେ କ୍ୟାନ୍ସର ସୃଷ୍ଟିକାରୀ କୀଟନାଶକ ରହିଛି। କମ୍ପାନୀ ଏହି ଅଭିଯୋଗକୁ ଭିତ୍ତିହୀନ ଓ ତ୍ରୁଟିପୂର୍ଣ୍ଣ ବିନା କୌଣସି ପ୍ରମାଣ ବୋଲି କହିଛି। କମ୍ପାନୀର ଏହି ବୟାନକୁ ହଂକଂ ଓ ସିଙ୍ଗାପୁର ଦୁଇ ଭାରତୀୟ ମସଲା ବ୍ରାଣ୍ଡ MDH ଓ ଏଭରେଷ୍ଟକୁ ନିଜ ଦେଶରେ ନିଷିଦ୍ଧ କରିବା ପାଇଁ କିଛି ଦିନ ପରେ ଆସିଥିଲା। ହଂକଂ ଓ ସିଙ୍ଗାପୁର ଦାବି ହୋଇଥିଲା ଯେ କେତେକ ମସଲାରେ କ୍ୟାନ୍ସର ପେଷ୍ଟିସାଇଡ୍ ଏଥିଲିନ୍ ଅକ୍ସାଇଡ୍ ମିଳିଛି। ତେବେ MDH ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଆମ ମସଲାରେ ଏଥିଲିନ୍ ଅକ୍ସାଇଡ୍ ମିଶିବାର ଅଭିଯୋଗ ମିଥ୍ୟା ଓ ଏହାର କୌଣସି ପ୍ରମାଣ ନାହିଁ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ହଟିଲା 4 ମାସର ପ୍ରତିବନ୍ଧକ, ଏବେ ପଡ଼ୋଶୀ 4 ଦେଶକୁ ପିଆଜ ରପ୍ତାନି କରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର। ମିଳିଥିବା ଖବର ଅନୁଯାୟୀ ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍, ଭୁଟାନ, ବହରିନ୍, ମରିସସ୍ ଏବଂ ଶ୍ରୀଲଙ୍କା ଏହି 6ଟି ଦେଶକୁ 99,150 ଟନ୍ ପିଆଜ ରପ୍ତାନି କରିବାକୁ ଅନୁମତି ଦେଇଛନ୍ତି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟରୁ ଏହି ସୂଚନା ମିଳିଛି। ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। 2023-24ରେ ଖରିଫ ଫସଲ ଏବଂ ରବି ଫସଲ ଉତ୍ପାଦନ ଗତ ବର୍ଷ ତୁଳନାରେ କମ୍ ହେବାରୁ ଏବଂ ଆନ୍ତର୍ଜାତିକ ବଜାରରେ ଚାହିଦା ବୃଦ୍ଧି ପାଇଛି। ଖାଦ୍ୟ ମନ୍ତ୍ରଣାଳୟ ବୟାନରେ କୁହାଯାଇଛି ଯେ ଏହି ଦେଶଗୁଡ଼ିକରେ ପିଆଜ ରପ୍ତାନି କରୁଥିବା ଏଜେନ୍ସି ନ୍ୟାସନାଲ କର୍ପୋରେଟ ଏଫସ୍ ଲିମିଟେଡ୍ ଘରୋଇ ପିଆଜର ପ୍ଲାଟଫର୍ମ ମାଧ୍ୟମରେ L1 ମୂଲ୍ୟରେ ରପ୍ତାନି କରିବାକୁ ଏବଂ ଗନ୍ତବ୍ୟ ଦେଶରେ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ସଂସ୍ଥାଗୁଡ଼ିକୁ ଆଲୋଚନା ଧାର୍ଯ୍ୟ ହାରରେ 100 ଟଙ୍କା ପ୍ରତି ଗମରେ ଅଗ୍ରିମ ଦେୟ ହାର ଘୋଷଣା ହୋଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପୁରୀ ବିମାନ ବନ୍ଦର ବିକାଶ ପାଇଁ ଦୌଡ଼ରେ ଆଦାନୀ। GMR ଫ୍ରାନ୍ସ ପ୍ରକଳ୍ପ ପାଇଁ ମୂଲ୍ୟ 2,203 କୋଟି ଟଙ୍କା। ମିଳିଥିବା ଖବର ଅନୁଯାୟୀ ଜଗନ୍ନାଥ ଧାମ ପୁରୀରେ ନିର୍ମାଣ ହେବାକୁ ଯାଉଛି 2,203 କୋଟି ଟଙ୍କାର ଏକ ଗ୍ରୀନ୍ ଲାଇନ୍ ବିମାନ। ସରକାରୀ ଘରୋଇ ସହଯୋଗିତାରେ ବିକାଶ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ ଚଳିତ ବର୍ଷ ଫେବୃଆରୀରେ ଟେଣ୍ଡର ଡାକିଥିବା ବେଳେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ତେବେ ଏହି ବିମାନ ବନ୍ଦରର ବିକାଶ ଲାଗି ଆଗ୍ରହ ଦେଇଛି 3 ଶିଳ୍ପ ଅଗ୍ରଦୂତ। ଏହି କମ୍ପାନୀ ଆଦାନୀ ଗ୍ରୁପ, GMR ଏବଂ ଫେୟାରଫ୍ରାକ୍ ଭାରତର ବୃହତ୍ତମ ସଂଖ୍ୟକ ବିମାନ ବନ୍ଦରରେ ଏହି 3 କମ୍ପାନୀ ନିୟନ୍ତ୍ରଣ ରଖିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଦେଶରେ ବାହାରୁଛି କୋଟିଏରୁ ଅଧିକ ଚାକିରି, ଆବେଦନକାରୀ ସଂଖ୍ୟା 87 ଲକ୍ଷ। ମିଳିଥିବା ଖବର ଅନୁଯାୟୀ ଦେଶରେ ରୋଜଗାର ଅଭାବ ଏତେ ଚିନ୍ତାର କାରଣ ପାଲଟିଛି। ତେବେ ସରକାରଙ୍କ ତଥ୍ୟ କିଛି ଭିନ୍ନ କଥା କହୁଛି। ନ୍ୟାସନାଲ କ୍ୟାରିୟର ସର୍ଭିସ ପୋର୍ଟାଲ ଅନୁଯାୟୀ ଦେଶରେ ଚାକିରି ଖୁବ୍ ଅଛି, ହେଲେ ଏହାକୁ ଗ୍ରହଣ କରିବା ଲୋକ ସଂଖ୍ୟା କମ୍। NPSC ଅନୁଯାୟୀ 2024ରେ 87 ଲକ୍ଷ ଆବେଦନକାରୀ ପୋଷ୍ଟାଲ ଚାକିରି ନିମନ୍ତେ ଆବେଦନ କରିଥିବା ବେଳେ ଜବ ଭ୍ୟାକେନ୍ସି ଥିଲା 1,09,00,000। NPSC ଅନୁଯାୟୀ 2024ରେ ପୋଷ୍ଟାଲରେ ମୋଟ 1,09,00,000 ଚାକିରି ରେଜିଷ୍ଟ୍ରେସନ ଥିଲା। ତେବେ 2023 ତୁଳନାରେ ଏହା 214% କମ୍ ଥିଲା। ତେବେ ଏହି ଅବଧିରେ ଚାକିରି ପାଇଥିବା ଲୋକଙ୍କ ସଂଖ୍ୟା 53% ବୃଦ୍ଧି ହୋଇଛି।
ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଗୁଜରାଟ ଉପକୂଳରୁ 90 କେଜି ଡ୍ରଗ୍ସ ଧରାପଡ଼ିଲେ 14 ପାକିସ୍ତାନୀ ନାଗରିକ। ମିଳିଥିବା ଖବର ଅନୁଯାୟୀ ଗୁଗୁରାସ ଏନଟିଏସ୍ ମିଳିତ ଅପରେସନ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ନିକଟରୁ ପ୍ରାୟ 90 କେଜି ଡ୍ରଗ୍ସ ସହିତ 14 ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି। ଗୋଇନ୍ଦା ସୂଚନା ଆଧାରରେ ଏଜେନ୍ସି ଗତ କିଛି ଦିନ ହେବ ଏହି ଅପରେସନ ଚଳାଇଥିଲେ। ଗତ ଫେବୃଆରୀ ମାସରେ ଏଜେନ୍ସି ଭାରତୀୟ ନୌସେନାର 10 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସର୍ବାଧିକ ପରିମାଣର 3132 କେଜି ଡ୍ରଗ୍ସ ଜବତ କରିବା ସହ ଗୁଜରାଟ ଉପକୂଳରେ ଥିବା ଭାରତୀୟ ଜଳସୀମା ଥିବା ଏକ ଜାହାଜରୁ ପାକିସ୍ତାନୀ କିମ୍ବା ଇରାନର 5 ଜଣଙ୍କୁ ଗିରଫ ହୋଇଥିଲା। ପରବର୍ତ୍ତୀ ଅପଡେଟ୍ ବିଷୟରେ। ମେ 6ରୁ 10 ତାରିଖ ଯାଏଁ ଚାଲିବ ଓଜେଇ ପରୀକ୍ଷା। ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ। ମିଳିଥିବା ଖବର ଅନୁଯାୟୀ ମେ 6ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2024 ଆରମ୍ଭ ହେବ। ଏଥିପାଇଁ ଓଜେଇର ୱେବସାଇଟରେ ଆଡମିଟ୍ କାର୍ଡ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଓଜେଇ ୱେବସାଇଟ www.odei.nic.in କୁ ଯାଇ ଆପଣ ଲଗ୍ଇନ୍ କରି ନିଜର ଆପ୍ଲିକେସନ ନମ୍ବର ଏବଂ ପାସୱାର୍ଡ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ଏ ନେଇ ଓଜେଇ ପକ୍ଷରୁ ସୂଚନା ଦେଇଛି। ମେ 6ରେ ଏଲି ଟେକ୍ ଡିପ୍ଲୋମା ପରୀକ୍ଷା 3ଟି ସିଫ୍ଟରେ ହେବ। ସେହିପରି 7 ତାରିଖ ଦିନ ପ୍ରଥମ ସିଫ୍ଟରେ ଏଲି ଟେକ୍ ଡିପ୍ଲୋମା, ଦ୍ୱିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମବିଏ ଏବଂ ତୃତୀୟ ସିଫ୍ଟରେ ଏଲଇ ଟେକ୍ ବିଏସପିର ପରୀକ୍ଷା ହେବ। 8 ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମବିଏ ପରୀକ୍ଷା, ତୃତୀୟ ସିଫ୍ଟରେ ସାର୍ଟ ରେକର୍ଡିଂ ଆଣ୍ଡ ଡିଜାଇନ୍ ଏବଂ ଏଲଫା ଫର୍ମାଟ ପରୀକ୍ଷା ହେବ। 9ରେ ସିଫ୍ଟରେ ଫାର୍ମ ପରୀକ୍ଷା ହେବ। 10ମରେ ପ୍ରଥମ ଦ୍ୱିତୀୟ ସିଫ୍ଟରେ ଏମବିଏ ଓ ତୃତୀୟ ସିଫ୍ଟରେ ବି ସାଫ୍ଟ ଏମ୍ ଫାର୍ମ ଏମ୍ ଆକ୍ ଏମ୍ ପ୍ଲାନ୍ ଏମଟିକେ ପରୀକ୍ଷା ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସିସ୍ ଟେଷ୍ଟ କରାଯିବ।